ଆଦର୍ଶ ଆଉ ଗୌରବ ପଲ୍ଲବୀକୁ ଖୋଜିବାକୁ ଯାଉଥିବେ ଆଉ ରୂପସା ଆସିବେ। ତାପରେ ଗୌରବ କହିବେ, ଏ ସାମ୍ନାରେ ଆସି କାହିଁ ଠିଆ ହେଲୁ, ଉଠ ସେଠୁ ଉଠ। ତାପରେ ମମତା କହିବେ, ରୂପସା ତତେ ମୁଁ କହିଥିଲି ନା ଆଦର୍ଶ ପୁରାପୁରି ଭଲ ନ ହେବା ପର୍ଯ୍ୟନ୍ତ ତୁ ତା ସାମ୍ନାକୁ ଆସିବୁନି, ତ ପୁଣି କାହିଁକି ଆସିଲୁ ହାଁ। ତାପରେ ମାୟା କହିବେ, ପଲ୍ଲବୀ ସାଙ୍ଗରେ ତୁ ଯୋଉ ଗେମ୍ ଖେଲୁଥିଲୁ, ତୁ କ'ଣ ଭାବିଥିଲୁ ଆମେ ସେ କଥା କେହି ଜାଣିପାରିବୁନି? ଏଇଆ ଭାବୁଥିଲୁ ନା ତୁ ଯାହା କରୁଛୁ? ତାପରେ ଏ ରୁମ୍ରେ ତ ଛାଇ ବି ମୁଁ ପଡ଼ିବାକୁ ଦେବିନି। ତାପରେ ରୂପସା କହିବେ, ଆଣ୍ଟି ମୁଁ ବୁଝିପାରୁନି ଆପଣମାନଙ୍କର ହେଇଛି କ'ଣ? ଆପଣ ଆଦର୍ଶକୁ ଦେଖନ୍ତୁ, ସିଏ ଏବେ ଚାଲିପାରୁଛନ୍ତି, ଏକଦମ ଠିକ୍ ଅଛନ୍ତି। ଆଦର୍ଶ ତମେ ନିଜ ଗୋଡ଼ରେ ଠିଆ ହେଇପାରୁଛ ଦେଖି ମୋତେ ବହୁତ ଖୁସି ଲାଗୁଛି। ତାପରେ ମମତା କହିବେ, ଆଦର୍ଶ ତୁ ତା ପାଇଁ ଚିନ୍ତା କରନି, ତୁ ରୂପସାକୁ ଇଗ୍ନୋର କର। ଏହାପରେ ରୂପସା କହିବେ, କିନ୍ତୁ ଆଦର୍ଶ। ତାପରେ ଆଦର୍ଶ କହିବେ, ରୂପସା ମୁଁ ମୋର ଏତିକି ଟିକେ ବି ଶକ୍ତି ତମ ପାଇଁ ଖର୍ଚ୍ଚ କରିବା ପାଇଁ ଚାହୁଁନି। ମୁଁ ଏମିତିକି ଭୁଲି ଯାଇଛି ତମେ ଅଛ, କାରଣ ମୋ ପାଇଁ ତମେ କେବେଠୁ ମରିସାରିଛ। ତାପରେ ରୂପସା ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ଆଦର୍ଶ କହିବେ, ଚାଲ ଭାଇ। ତାପରେ ସେଠାରୁ ଗୌରବ, ଆଦର୍ଶ, ମମତା ଚାଲିଯିବେ। ତାପରେ ମାୟା କହିବେ, ଦେଖିଲୁ ତ ରୂପସା, ତୁ ଯାହା ବି କର ଆଦର୍ଶ ହୃଦୟରୁ ପଲ୍ଲବୀକୁ ତୁ କେବେ ବି ବାହାର କରିପାରିବୁନି, ଆଉ ତା ହୃଦୟରେ ନିଜ ପାଇଁ କେବେ ବି ଜାଗା ତିଆରି କରିପାରିବୁନି। ତେଣୁ ତୋର ଏଇ ଯୋଉ ଜିଦ୍ଦି ନୁହଁ, ସେ ସବୁ ବେକାର। ତାପରେ ମାୟା ସେଠାରୁ ଚାଲିଯିବେ। ତାପରେ ରୂପସା କହିବେ, ଏମାନେ ସମସ୍ତେ ମିଳିମିଶି କୁଆଡ଼େ ଯାଉଛନ୍ତି? ଏମାନେ ଆଉ ପଲ୍ଲବୀକି ଖୋଜିବାକୁ ଯାଉନାହାନ୍ତି ତ? ଆଉ ଏପଟେ ପଲ୍ଲବୀ ହୋଟେଲକୁ ଆସିବେ, ଆଉ ରୂପସା କଲ୍ କରିବେ। ତାପରେ ପଲ୍ଲବୀ କଲ୍ ଉଠେଇ କହିବେ, ହଁ କହ। ତାପରେ ରୂପସା କହିବେ, ଆଦର୍ଶ ଗୌରବ ସହିତ ବାହାରକୁ ବୁଲିବାକୁ ଯାଇଛନ୍ତି, ତୁ କୋଉଠି ଅଛୁ? ଏହାପରେ ପଲ୍ଲବୀ କହିବେ, ତୁ ଚିନ୍ତା କରନି ରୂପସା, ମୁଁ ହୋଟେଲ ରୁମ୍ ଭିତରେ ଅଛି, ଆଉ ମୁଁ ରୁମ୍ ଛାଡ଼ିକି କୁଆଡ଼େ ବି ଯିବିନି। ତାପରେ ରୂପସା କହିବେ, ଗୁଡ୍, ମୁଁ କ'ଣ କହିଲି ତୁ ଶୁଣିପାରିଲୁ ନା? ଆଦର୍ଶ ଗୌରବ ସହିତ ବାହାରକୁ ବୁଲିବାକୁ ଯାଇଛନ୍ତି। ଦ୍ୟାଟ୍ ମିନ୍ସ ସେ ଏବେ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି। ତୁ ଏବେ ଆରାମରେ ଦେଶ ଛାଡ଼ି ବାହାରକୁ ଯାଇପାରିବୁ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି, କାଲି ପାଇଁ ତୁ ଟିକେଟ କରିସାରିଛୁ, ଆଉ କାଲି ହିଁ ମୁଁ ଏ ଦେଶ ଛାଡ଼ି ଚାଲିଯିବି। ତାପରେ ପଲ୍ଲବୀ କଲ୍ କାଟିଦେବେ। ଆଉ ଏପଟେ ରୂପସା କହିବେ, ପଲ୍ଲବୀ ତ ଆଦର୍ଶକୁ ଛାଡ଼ି ଚାଲିଯିବ, ହେଲେ ଆଦର୍ଶ ତ ଆହୁରି ବେଶୀ ମୋତେ ଘୃଣା କରିବେ। କ'ଣ କରିବି ମୁଁ? ପୁଣି କହିବେ, ମାମା। ହଁ, ମାମାଙ୍କ ସହିତ ଦେଖା କରିବାକୁ ପଡ଼ିବ। ତାଙ୍କ ସହିତ ଦେଖା ହେଇ କ'ଣ କରିବାକୁ ପଡ଼ିବ କ'ଣ ନାହିଁ ସେ ବିଷୟରେ ତାଙ୍କଠୁ ମନ୍ତ୍ର ଆଣିବାକୁ ପଡ଼ିବ। ହଁ କହି ସେଠାରୁ ଚାଲିଯିବେ। ଆଉ ଏପଟେ ପଲ୍ଲବୀ କାରରେ ଏୟାରପୋର୍ଟ ଯାଉଛନ୍ତି। ତାପରେ କାରର ଡ୍ରାଇଭର କହିବ, ମ୍ୟାଡାମ ଆପଣ ପଲ୍ଲବୀ ମହାପାତ୍ର ନା? ଆଦର୍ଶ ମହାପାତ୍ରଙ୍କ ସ୍ତ୍ରୀ। ଆପଣ କିଛି ନ କହିଲେ ବି ମୁଁ ଜାଣେ ଆପଣ ପଲ୍ଲବୀ ମ୍ୟାଡାମ। କିନ୍ତୁ ମ୍ୟାଡାମ ଆପଣ ଏ ସମୟରେ ଘରେ ନ ରହି ହୋଟେଲରେ କ'ଣ ପାଇଁ ଥିଲେ? ଏହାପରେ ପଲ୍ଲବୀ କହିବେ, ମୁଁ କୌଣସି ମହାପାତ୍ର ନୁହେଁ। ଆଉ ମନେ ମନେ କହିବେ, ମୁଁ ୟାକୁ କେମିତି ବା କହିବି, ମୁଁ ଆଦର୍ଶଙ୍କ ପାଖରୁ ଦୂରେଇ ଯାଉଛି। ତାପରେ ଡ୍ରାଇଭର କହିବ, ମୁଁ ଆପଣଙ୍କ ଦୁଃଖ ବୁଝିପାରୁଛି ମ୍ୟାଡାମ। ଆଦର୍ଶ ସାର୍ଙ୍କ ବିଷୟରେ ଜାଣି ମୋତେ ବହୁତ ଦୁଃଖ ଲାଗିଛି। ଏହାପରେ ପଲ୍ଲବୀ କହିବେ, ଭାଇ ତମେ ଆଦୌ ଦୁଃଖ କରିବା ଦରକାର ନାହିଁ। ଆଦର୍ଶ ଏବେ ଭଲ ଅଛନ୍ତି, ତେଣୁ ତମେ ଆଦର୍ଶଙ୍କ ଉପରେ ଧ୍ୟାନ ନ ଦେଇ ଗାଡ଼ି ଚଲାଇବା ଉପରେ ଧ୍ୟାନ ଦିଅ। ତାପରେ ଡ୍ରାଇଭର କହିବେ, ମୁଁ ବୁଝିପାରୁଛି ମ୍ୟାଡାମ, ଆପଣ ସେ ବିଷୟରେ କଥା ହେବାକୁ ଚାହୁଁନାହାନ୍ତି, କିନ୍ତୁ ଏବେ ଆପଣ ଯାଉଛନ୍ତି କୁଆଡ଼େ? କ'ଣ ଆଦର୍ଶ ସାର୍ଙ୍କ ପାଇଁ କୋଉଠି ପ୍ରାର୍ଥନା କରିବା ପାଇଁ, ନା ଆଦର୍ଶ ସାର୍ଙ୍କୁ ଭଲ କରିବା ପାଇଁ ଫରେନରୁ କୌଣସି ଡକ୍ଟରକୁ ଡାକିବା ପାଇଁ? ତାପରେ ପଲ୍ଲବୀ କହିବେ, ଓହୋ ଭାଇ, ମୁଁ କହିଲି ନା ଆଦର୍ଶ ଏକଦମ ଠିକ୍ ଅଛନ୍ତି, ତମେ କ'ଣ ପାଇଁ ଚିନ୍ତା କରୁଛ? ତମେ ଗାଡ଼ି ଚଲାଅ। ଏହାପରେ ଡ୍ରାଇଭର କହିବ, କାହିଁକି ମିଛ କହୁଛନ୍ତି ମ୍ୟାଡାମ? ମୁଁ ଟ୍ୟାକ୍ସି ଚଲାଉଛି ବୋଲି ଏତେ ଅନାଡ଼ି? ମୁଁ କିଛି ଜାଣିପାରୁନି? ପୁରା ସହରରେ ଚର୍ଚ୍ଚା ହେଇ ସାରିଲାଣି ମ୍ୟାଡାମ। ଟିଭି ଆଉ ପେପର ସବୁଆଡ଼େ ଖବର ବ୍ୟାପିଗଲାଣି। ଆଦର୍ଶ ସାର୍ଙ୍କର ଦେହ କାଲିଠି ବହୁତ ସାଂଘାତିକ ହେଇଯାଇଛି ମ୍ୟାଡାମ। ଏହା ଶୁଣି ପଲ୍ଲବୀ ପୁରାପୁରି ଆଶ୍ଚର୍ଯ୍ୟ ହେଇଯିବେ। ଆଉ କହିବେ, ସାଂଘାତିକ ହେଇଯାଇଛି? ଆଦର୍ଶଙ୍କ ଦେହ ସାଂଘାତିକ ହେଇଯାଇଛି? କାଲି ରାତିରୁ ଟିଭି ନ୍ୟୁଜ ଚାରିଆଡ଼େ ଏ କଥା କହି ତାଙ୍କ ମୋବାଇଲ ବାହାର କରି ନ୍ୟୁଜ ଦେଖିବେ। ନ୍ୟୁଜରେ କହିବ,
ପୁରା ସହର ପାଇଁ ଦୁଃଖର ଖବର। ମହାପାତ୍ର ଇଣ୍ଡଷ୍ଟ୍ରିର ଭବିଷ୍ୟତ ଖାନ୍ଦାର ଉତ୍ତରାଧିକାରୀ ଆଦର୍ଶ ମହାପାତ୍ରଙ୍କ ଅବସ୍ଥା ଏବେ ଖୁବ୍ ସାଂଘାତିକ। କାଲିଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଛି। ତାଙ୍କର ଯେଉଁ ଭୟଙ୍କର ଆକ୍ସିଡେଣ୍ଟ ହୋଇଥିଲା, ସେଥିରେ ଗୋଟେ ରଡ୍ ତାଙ୍କ ମୁଣ୍ଡରେ ଗଳି ଯାଇଥିଲା। ତାପରେ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଇ ସେ ଭଲ ହେଇ ଘରକୁ ଫେରିଲେ। କିନ୍ତୁ ଅଚାନକ ପୁଣି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଇ ପଡ଼ିଛି। ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କ ମସ୍ତିଷ୍କରେ ପଶିଥିବା ରଡ୍ଟି ତାଙ୍କ ମସ୍ତିଷ୍କକୁ ଏତେ ଡ୍ୟାମେଜ୍ କରିଦେଇଛି ଯେ ସାରା ଜୀବନ ଶବ ହେଇ ପଡ଼ି ରହିବେ। ଏମିତିକି ନିଜ ନାଁ ଗପ ଲେଖି ଜଣେ କହିଛନ୍ତି, ହୁଏତ ସେ ବେଶୀ ଦିନ ବଞ୍ଚି ନ ପାରନ୍ତି। ଏହା ଶୁଣି ପଲ୍ଲବୀ ପୁରା ଆଶ୍ଚର୍ଯ୍ୟ ହେଇଯିବେ। ପୁଣି ନ୍ୟୁଜରେ କହିବ, ସବୁଠାରୁ ବହୁତ ଦୁଃଖର କଥା, ଏ ସମୟରେ ତାଙ୍କ ପତ୍ନୀ ପଲ୍ଲବୀ ମହାପାତ୍ରଙ୍କର କୌଣସି ଖବର ନାହିଁ। ପତ୍ନୀଙ୍କୁ ପାଖରେ ନ ପାଇ ଆଦର୍ଶକୁ ବହୁତ ବଡ଼ ମାନସିକ ଆଘାତ ଲାଗିଛି, ଯେଉଁଥିରେ ମୁକୁଳିବା ତାଙ୍କ ପାଇଁ ହୁଏତ ଆଉ ସମ୍ଭବ ନୁହେଁ। ଏମିତି କଥା ଶୁଣି ପଲ୍ଲବୀ ବହୁତ ଡରିଯିବେ। ତ ଦର୍ଶକ ବନ୍ଧୁ, ଆଦର୍ଶଙ୍କ ଦେହ ଖରାପ ହେବା ଶୁଣି ପଲ୍ଲବୀ ପୁଣି ଥରେ ଘରକୁ ଫେରିଯିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।